2024 ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି। ଆମେ ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳରେ ଆସି ପହଞ୍ଚିଛୁ। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଶ୍ରୀଯୁକ୍ତ ବିପ୍ରବର ସାହେବ ଆମ ମଣ୍ଡଳରେ ଅଛନ୍ତି। ଆସନ୍ତୁ ଆମେ ତାଙ୍କ ସାଙ୍ଗରେ କିଛି କଥାବାର୍ତ୍ତା କରିବୁ। ରିପୋର୍ଟର ଷ୍ଟୁଡ଼ିଓକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣଙ୍କର ଆଜ୍ଞା କ'ଣ କହିବେ ଆପଣ ପାଇଛନ୍ତି ଯେହେତୁ ନିର୍ବାଚନୀ ପାଇଛନ୍ତି ଆପଣ ଦଳ ଆପଣଙ୍କ ଟିକେଟ୍ ପାଇଁ ଘୋଷଣା କରିଦେଇଛି ଆପଣ ପ୍ରାର୍ଥୀ ଘୋଷଣା କରିଦେଇଛନ୍ତି ସେ ବିଷୟରେ କ'ଣ ପ୍ରାର୍ଥୀ ମୋତେ କରାଯାଇଛି କଂଗ୍ରେସ କମିଟି ତରଫରୁ ବିଶେଷତଃ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ। କାରଣ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗୋଟେ କଂଗ୍ରେସର ଦୁଃଖ। ବହୁତ ଦିନ ଧରି କଂଗ୍ରେସ ଏଠି ତାର କାର୍ଯ୍ୟକ୍ରମ କରିଆସିଛି। କିନ୍ତୁ ଦୁର୍ଭାଗ୍ୟ ଏ କେତେ ବର୍ଷ ହେଲା ଯେଉଁମାନେ କଂଗ୍ରେସରେ ଥିଲେ ସେଇମାନେ ଏଥିରୁ ବାହାରି ଯାଇ ଆଜି ସେମାନେ ଅନ୍ୟ ଦଳ ବୋଲି ଗୋଟେ ଘୋଷଣା କରି କାମାକ୍ଷାନଗରରେ ସେମାନେ ରାଜନୀତି କରିବାକୁ ଯାଉଛନ୍ତି, ଯେଉଁଥିରେ କି ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅତିଷ୍ଠ ହୋଇ ପଡ଼ିଲେ। ଯାହା ଆପଣ ପଚାରିଲେ ଯେ ଆପଣଙ୍କର ଷ୍ଟ୍ରାଟେଜି କ'ଣ, ଆପଣ ପ୍ରାର୍ଥୀ ହେଇଛନ୍ତି, ଆପଣ କ'ଣ ପାଇଁ ପ୍ରାର୍ଥୀ ହେଲେ, ମୁଁ ସେଇ କଥା ସୂଚେଇ ଦେଉଛି। ମୋ ଜୀବନଟା ଗୋଟେ ସେବାରେ ତିଆରି। ଛୁଆଦିନ ମୁଁ ସେବା କରିବା ମୋର ହେଲା ଗୋଟେ ହବି। କାରଣ ଲୋକଙ୍କର ଦୁଃଖ ମୁଁ ସହିପାରେନି, ଲୋକଙ୍କ ଦୁଃଖର ସାଥୀ ହେବାକୁ ସବୁବେଳେ ଚାହେଁ। ମୋ ଛାତ୍ର ଜୀବନ ଠାରୁ ଆରମ୍ଭ କରି ଶିକ୍ଷକତା କରିବା ଭିତରେ ମୁଁ ସବୁବେଳେ ସମସ୍ତଙ୍କର ଦୁଃଖ ସୁଖ ସାଥୀ। ଯେତିକି ସମୟ ପାଏ ଗାଁ ଗଣ୍ଡାରେ ବୁଲିକିରି ମୁଁ ଲୋକଙ୍କ ସହିତ ସାମିଲ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ପ୍ରକାରର ମାନେ ଧାର୍ମିକ ସଂଗଠନ ୟା ଭିତରେ ସାମିଲ ହେଇ ଲୋକଙ୍କ ସହିତ ମିଶି ରହେ। କାରଣ ସେଥିରେ ମୁଁ ଶାନ୍ତି ପାଏ। କିନ୍ତୁ ଦେଖେ ଯେ ୟା ଦ୍ୱାରା ଲୋକ ଯାହା ଚାହୁଁଛନ୍ତି ତାହା ପୂରଣ ହୋଇପାରୁନି। କାରଣ ସୋ-କଲ୍ ରାଜନୈତିକ ନେତାମାନେ ଯେଉଁଭଳି ଭାବରେ ଲୋକମାନଙ୍କୁ ଲୁଟୁଛନ୍ତି, ଅତ୍ୟାଚାର କରୁଛନ୍ତି, ତାଙ୍କ ଦୁଃଖ ଦୁର୍ଦ୍ଦଶାରେ ଠିଆ ହେଉନାହାନ୍ତି, ଲୋକଙ୍କ କଥା ବୁଝୁନାହାନ୍ତି। ଥରେ ଭୋଟ ପାଇଲା ପରେ ଆଉ ତାଙ୍କର କଥା ବୁଝୁନାହାନ୍ତି କି ତାଙ୍କ କଥା ମନେ ପଡ଼ୁନି। ସେଥିପାଇଁ ବେଳେବେଳେ ଭାରି ମର୍ମାହତ ହୁଏ। ସତରେ ଏ ଲୋକ ଚରିତ୍ର କ'ଣ ଏଇଆ, ରାଜନୀତିର ସଂଜ୍ଞା କ'ଣ ଏଇଆ? ତେବେ ଯାହା ହଉ ବହୁ ଦିନ ପରେ ଆଜି AICC ମୋତେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର କଂଗ୍ରେସର ପ୍ରାର୍ଥୀ ରୂପେ ଦାୟିତ୍ୱ ଦେଇଛନ୍ତି। ଏ ଦାୟିତ୍ୱ ମୁଁ ଶିରଧାର୍ଯ୍ୟ କରିଛି ଏବଂ ମଲ୍ଲିକାର୍ଜୁନ ଖାଡ଼ଗେ ଆମର AICC ସଭାପତି ଏବଂ ଆମର ଉଦିତ ସୂର୍ଯ୍ୟ ବୋଲି ଯାହାକୁ ମୁଁ କହେ ସମଗ୍ର ଭାରତ ବର୍ଷର ଯିଏ ଆମର ହେଉଛନ୍ତି ଆଗଧାଡ଼ିର ନେତୃତ୍ୱ, ସିଏ ହେଉଛନ୍ତି ରାହୁଲ ଗାନ୍ଧୀ ମହୋଦୟ। ସିଏ ମଧ୍ୟ ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଏମାନଙ୍କ ପାଖରେ ଚିରଋଣୀ। ଏହା ସହିତ ପ୍ରଦେଶ କଂଗ୍ରେସ କମିଟିର ଶରତ ପଟ୍ଟନାୟକ ଏବଂ ଓଡ଼ିଶାର ପ୍ରଭାରୀ ଡକ୍ଟର ଚେଲାକୁ ଅଜୟ କୁମାରଙ୍କ ନିକଟରେ ମୁଁ ମଧ୍ୟ ଚିରଋଣୀ। ଆଜି ମୁଁ ଭାବୁଛି ଯେ ଯାହା ମୋତେ ଏତେ ଦିନ ଗୋଟେ ସେବା କରିବାର, ପ୍ରକୃତ ସେବା କରିବାର ସମୟ ଆସିଛି। କାମାକ୍ଷାନଗରରେ ଅନେକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ପ୍ରଥମ ବାତାବରଣ ଏଇଆ, ଯେତେ ଯୁବକ ଯୁବତୀ ଅଛନ୍ତି ହଜାର ହଜାର ସଂଖ୍ୟାରେ ଆଜି ବେକାର ହେଇକି ଅଛି। ବେକାର ସଂଖ୍ୟା ଏତେ ବଢ଼ିଯାଇଛି, ଗୋଟିଏ ପିଲା କେହି ଗୋଟିଏ ପିଅନ ପଦଟିଏ ବି ପାଇବାକୁ ଅଯୋଗ୍ୟ ଅଛି। ଯାହାଫଳରେ କି ବାପା ମା ଚିନ୍ତିତ, ପାଠଶାଠ ପଢ଼ି ପିଲାମାନେ ବି ଚିନ୍ତିତ। ତା ସହିତ ଚାଷୀମାନେ ଆଜି ହତାଶ ହୋଇଛନ୍ତି। ହଜାର ହଜାର ଯୋଜନା କରାଯାଉଛି, ଚାଷୀଙ୍କ ପାଖରେ ପହଞ୍ଚୁନି। ବିଚରା ଚାଷୀ ଶେଷରେ ଆତ୍ମହତ୍ୟା କରୁଛି। ଚାଷ କରି ଋଣ ଆଣୁଛି, ସେ ଋଣ ଶୁଝି ପାରୁନି। SHG ଗ୍ରୁପ ବାଲା ଋଣ ଦେଉଛନ୍ତି, ବ୍ୟାଙ୍କ ଋଣ ଦେଉଛି, ଶେଷରେ ଫସଲ ଠିକ୍ ଭାବରେ ହେଇପାରୁନି। ଫସଲ ମରିଯାଉଛି, ଜଳସେଚନର ଅଭାବ, ଯାହାଫଳରେ କି ଚାଷୀ ଆତ୍ମହତ୍ୟା କରୁଛି। କେବେ ସରକାର କେହି ଚିନ୍ତା କରିଛନ୍ତି ଯେ ଚାଷୀ କାହିଁକି ଆତ୍ମହତ୍ୟା କରୁଛି? ବରଂ ସେମାନଙ୍କୁ ଗୋଟେ ଜଏଣ୍ଟ ଇନ୍ସପେକ୍ସନ କରିକି କିଏ ମଦ ଖାଇଛି, କିଏ ପ୍ରେମ କରି ମରିଛି, ଏଇଭଳି ମିଥ୍ୟା ଆରୋପ କରିକିରି ତାକୁ ହସରେ ଉଡ଼େଇ ଦେବା ପାଇଁ ବା ଚାଷୀଙ୍କର ପ୍ରକୃତ ସତ୍ୟକୁ ଲୁଚେଇ ଦେବା ପାଇଁ ଚକ୍ରାନ୍ତ କରୁଛନ୍ତି। ୟାଠୁ ବଳିକି ଦୁଃଖ କଥା ଆଉ କ'ଣ ଥାଇପାରେ? କାରଣ ଏଟା ଦେଇଦେଲେ
ओडिशा राज्य पाइबनी आ पुरस्कार पाइबनी कृषि रे प्रधान हो पारिबनी मुख्य हो पारिबनी एभली मिछि मिछिका काम सब चली आज दरदाम बढ़ी चली कहा दरदाम बढ़ुଛି ଏବେ ମୁଁ ଦେଖିଲି जो सब जिनिस गुड़िक हो जिनसर 5 गुणा रेट बढ़ी जाए किए टैक्स टाक देखुँ कहीं लोकों अत्याचार कर बिजुली गोटे 5 टका 10 टका से लोक मैंने जाऊँ आज बर्तमान 5000 को टपिला 2000 ठू के कार कम ना ये अनेक अनेक समस्या मुंड टेकी विशेषतः कामाख्या निर्वाचन मंडल युवक मान बेकार चाषी मान हताश गृहिणी मान भी हताश सबु क्षेत्र में समस्त हताश हो स्कूल रे शिक्षक ना खाली रंग मरा कि फाइल ना करा स्कूल रे शिक्षक ना डाक्तरखाना रे डाक्तर ना आ को कथा वर्णना करवा तेणु लोक जमी गोटे शासन राज्य में जमी भयभीत होती लोक से भाव अच्छे किंतु आज मु गंभीर सहकार कथा कहली जेहेतु ये स्वाधीनता संग्रामी मान जन्म लेते आपको मढ़ी ना उच्छेद कर संग्रामी भूमि बोली ना देते जो बाजी राउत 12 वर्षर पिला गुड़ी आगे छाती देखी देता से माटी जन्म हो आम एत भीरु होगा उचित नुह एत कापुरुष होगा उचित नुह आज स्वरबद्ध उत्तोलन करे मोर लक्ष्य अच्छी प्रथम मु युवक युवती मान केमती निजुक्ति देवी जदि मते आपने जनसाधारण आशीर्वाद दिखती केमी मुहर युवक युवती मान मुहर हस फुटे लगे जहाँ कांग्रेस ग्यारंटी कार्ड देती 3000 बेकारी भत्ता दब ताको आम समस्ते स्वागत कर लोक ग्रहण कर युवक युवती मान ग्रहण कर बेकारी भत्ता पाइले केते दिन पर्यंत ना जेते दिन पर्यंत